ଡକ୍ଟର ସୁରେଶ ଚନ୍ଦ୍ର ବରାଡ଼ଙ୍କ 36ତମ ପୁସ୍ତକ ଲୋକାର୍ପିତ। ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଶରଣକୂଳ ହରିହରପୁର ଗ୍ରାମର ଶିକ୍ଷକ କବି ଲେଖକ ଡକ୍ଟର ସୁରେଶ ଚନ୍ଦ୍ର ବରାଡ଼ଙ୍କ 36ତମ ପୁସ୍ତକ ଶ୍ରୀ ଜଗନ୍ନାଥ ବେଶ ପରମ୍ପରା ଏକ ଅଧ୍ୟୟନ ଅତିଥିମାନଙ୍କ ଦ୍ୱାରା ଶରଣକୂଳ ବିଜେ ପ୍ରଭୁ ଶ୍ରୀ ଶ୍ରୀ ଲଡ଼ୁବାବାଙ୍କ ପୀଠ ପରିସରରେ ଲୋକାର୍ପିତ ହୋଇଯାଇଛି। ପ୍ରାକ୍ତନ ପ୍ରାଧ୍ୟାପକ ଡକ୍ଟର ଗୋବିନ୍ଦ ଚନ୍ଦ୍ର ଦାସ, ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ, ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟ, ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ମିଶ୍ର, ଦୀନବନ୍ଧୁ ମହାପାତ୍ର, ଜୟକୃଷ୍ଣ ସାହୁ, ଦିଲ୍ଲୀପ କୁମାର ମିଶ୍ର, ବରିଷ୍ଠ ସାହିତ୍ୟକ କବି କଲ୍ଲୋଳ ଗୋଦାବରୀ ବସନ୍ତିଆ, ପ୍ରବଚକ ତଥା କବି କୁସୁମ ନିରାକାର ସ୍ୱାଇଁ, ଯୁବ ସଂଯୋଜକ ନୀଳମାଧବ ମିଶ୍ର ପ୍ରଭୃତିଙ୍କ କରକମଳରେ ପୁସ୍ତକ ଉନ୍ମୋଚନ କରାଯାଇଥିଲା। ଡକ୍ଟର ସୁରେଶ ଚନ୍ଦ୍ର ବରାଡ଼ଙ୍କ ପୁସ୍ତକଗୁଡ଼ିକ ବୈଷ୍ଣବ, ଶୈବ, ଶାକ୍ତ ଓ ସନାତନ ଧର୍ମ ଉପରେ ପର୍ଯ୍ୟବେସିତ ଏକ ଅମୂଲ୍ୟ କାବ୍ୟଗ୍ରନ୍ଥ। ଏତଦ୍‌ବ୍ୟତୀତ ଡକ୍ଟର ବରାଡ଼ ବିଭିନ୍ନ ନଦୀ, ପର୍ବତ, ଗ୍ରାମର ଉତ୍ପତ୍ତି ସମ୍ପର୍କରେ ଅନେକ ଐତିହାସିକ ତଥ୍ୟ ପ୍ରଦାନ ସହିତ ପୁସ୍ତକମାନ ରଚନା କରି ପ୍ରକାଶିତ କରିଛନ୍ତି। ଡକ୍ଟର ବରାଡ଼ ଜଗନ୍ନାଥ ଧର୍ମାବଲମ୍ବୀ ଚାରଣ ଗୋଷ୍ଠୀର ପ୍ରାଦେଶିକ କର୍ମକର୍ତ୍ତା ସହିତ ଜଣେ ବିଚକ୍ଷଣ ପ୍ରବଚକ ଓ ଗବେଷକ ଅଟନ୍ତି। ଶତାଧିକ ପୁସ୍ତକ ଲେଖିଥିଲେ ମଧ୍ୟ ସେଥିମଧ୍ୟରୁ କପିଳ ସଂହିତା, ହନୁମାନ ଚରିତାମୃତ, କବିତା ଅଷ୍ଟଚର, ଜୀବନ ବିଚିତ୍ରା, ଭକ୍ତି ଅର୍ଘ୍ୟ, ଲଡ଼ୁବାବା ସ୍ତୋତ୍ରମ୍, କୁସୁମୀ ପ୍ରଭୃତି 36ଟି ପୁସ୍ତକ ପ୍ରକାଶିତ ହୋଇପାରିଛି।